ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଠପଢ଼ା ଠପ୍ ଅଧ୍ୟକ୍ଷଙ୍କୁ ମାଡ଼ ଘଟଣାରେ ଜୋର ଧରିଛି କାର୍ଯ୍ୟାନୁଷ୍ଠାନ ଦାବି। ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି। ଫଳରେ ପାଠପଢ଼ା ଠପ୍ ହୋଇଯାଇଛି। ଡିସେମ୍ବର 30 ତାରିଖରେ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକଙ୍କୁ ଓଡ଼ିଆ ଅଧ୍ୟାପକ ବାରମ୍ବାର ପୁଷ୍ଟି ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏକ ଜରୁରୀ ଡକୁମେଣ୍ଟରେ ସମ୍ପୃକ୍ତ ଓଡ଼ିଆ ଅଧ୍ୟାପକ ଅଧ୍ୟକ୍ଷଙ୍କର ନକଲି ଦସ୍ତଖତ କରିଥିବା କାରଣରୁ ତାଙ୍କୁ ଓଡ଼ିଆ ବିଭାଗ ସଂଯୋଗ ପଦରୁ ଅଧ୍ୟକ୍ଷ ବିଦା କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଅଧ୍ୟକ୍ଷଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ ସମ୍ପୃକ୍ତ ଅଧ୍ୟାପକ। ଘଟଣାକୁ ନେଇ ନୟାଗଡ଼ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଉଚ୍ଚଶିକ୍ଷା ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ଧାରଣାରେ ବସିଛନ୍ତି। ସେପଟେ ଏନେଇ ସମ୍ପୃକ୍ତ ଅଧ୍ୟାପକ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ। अध्यापक प्रिंसिपाल को माड़ मारी जेहेतु गवर्निंग बॉडी नहीं इमिडिएट कलेक्टर आम अथॉरिटी डिस्ट्रिक्ट प्रशासन जिला प्रशासन कलेक्टर अथॉरिटी से विषय में जनईलु कि आज पर्यंत कौन प्रकार पदक्षेप नि जाए ना।